ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା ସ୍ୱାମୀ ପରମାନନ୍ଦ। ଫେବୃଆରୀ 15। ଦିନଟିର ପ୍ରଧାନ ଚିନ୍ତା। ଜୀବନରେ ଆମେ ଯେତେ ସୁଖ ଉପଭୋଗ କରୁନା କାହିଁକି, ତାହା ଅପେକ୍ଷା ଅପ୍ରିୟ ପରୀକ୍ଷାଦାୟକ ଘଟଣାର ମଧ୍ୟ ଦେଇ ଆମେ ଅଧିକତର ଆଶୀର୍ବାଦ ଲାଭ କରୁ। ସ୍ମରଣୀୟ ପଂକ୍ତି। ଭାଇ, ତୁମର ବୋଝ ଖୁବ୍ ଭାରି ଆଉ ତୁମେ ବଡ଼ କ୍ଳାନ୍ତ। ତେବେ ଯିଏ ଦେଇଛନ୍ତି ତୁମ ମଥା ଉପରେ ଏତେ ଗୁରୁଭାର, ଦେବେ ତୁମକୁ ଶକ୍ତି ବହନ କରିବାର। ସେ ଜାଣନ୍ତି ତୁମର ବଳ ଓ ଅକ୍ଷମତା। ତାଙ୍କ ଦାନେ ଅଛି ସମସ୍ତଙ୍କ ସମ ଅଧିକାର। ଜାଣି ଏକଥା କର ତୁମେ ଶାନ୍ତ ମନେ ସକଳ ସହନ, ଦୁଃଖ ସୁଖ ଲାଭ କ୍ଷତି ବିରାଟ ବହନ। ନୀତି ଉପଦେଶ। ହେ ଦୁଃଖ, ତୁମେ ଆମ ପାଇଁ ଭଗବାନଙ୍କର ଆଶୀର୍ବାଦ। କଠିନ ଆଘାତରେ ତୁମେ ଆମ ହୃଦୟକୁ ବିଦୀର୍ଣ୍ଣ କର, ଯେପରିକି ଆମର ଅହଂ ଓ ମୋହ ଦୂର ହେବ। ସତରେ ତୁମେ ଆମର ପରମ ଉପକାରୀ ବନ୍ଧୁ, ଯଦିଓ ତୁମେ ଶତ୍ରୁ ପରି ଭୟଙ୍କର ବେଶରେ ଆମ ସମ୍ମୁଖରେ ଉପସ୍ଥିତ ହୁଅ। ତୁମେ ଆମର ଦୂଷିତ ଅଳସ ହୃଦୟକୁ ଜାଗ୍ରତ କର। ଯେତେ ଥର ତୁମେ ଚାହଁ ସେତେ ଥର ତୁମେ ଆସ। ପ୍ରାର୍ଥନା। ହେ ମଧୁର ସାନ୍ତ୍ୱନା ଦାତା, ମୋର ଆତ୍ମାର ଚିର ଆଶ୍ରୟ, ଯାହା କିଛି ସୁନ୍ଦର, ଯାହା କିଛି ମଙ୍ଗଳ, ତୁମେ ହିଁ ତାହାର ମୂର୍ତ୍ତିମନ୍ତ ପ୍ରତୀକ। ମୋତେ ଆଶୀର୍ବାଦ କର ପ୍ରଭୁ, ଯେପରି ମୁଁ ମୋର ସକଳ ଆରାମ, ସକଳ ଆନନ୍ଦ ତୁମଠାରେ ହିଁ ଖୋଜି ପାଇବି। ତୁମେ ଯାହା ଦିଅ ତାହା ଯେପରି ବିଶ୍ୱସ୍ତ ହୃଦୟରେ ଗ୍ରହଣ କରିପାରିବି। ତୁମର ଶକ୍ତି, ତୁମର ଇଚ୍ଛା ଯେପରି ପ୍ରକାଶ କରିପାରିବି, ଏହି ଯୋଗ୍ୟତା ମୋତେ ଦିଅ।